କାର୍ତ୍ତିକ ମାସରେ ବହୁତ ଜଣ ଲୋକ ବିନା ପିଆଜ ରସୁଣରେ ଏଇ ସବୁ ଜିନିଷ ଖାଆନ୍ତି। ଆମର ବି ଘରେ ବାରୁଥିଲେ ତ ଆମର ବିନା ପିଆଜ ରସୁଣରେ ହିଁ ସବୁ ଜିନିଷ ତିଆରି ହେଉଥିଲା। ଆଜି ବନାଉଥିଲେ ଆଳୁ ତରକାରୀ। ତ ଆଳୁ ତରକାରୀ ପାଇଁ ପ୍ରଥମେ ମାନେ ପ୍ରେସରରେ ଆଳୁ, ଲଙ୍କା ଆଉ ଅଦାକୁ ନେଇକିନା ଭଲସେ ସିଝେଇ ନେଇ ସାରିଲେ। ତାପରେ ମସଲା ପ୍ରିପେୟାର କରିବା ପାଇଁ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଗରମ ମସଲାକୁ ନେଇକିନା ଟିକେ ପାଣି ପକେଇକିନା ତାକୁ ଭଲସେ ଫେଣ୍ଟି ନେଲେ। ଫେଣ୍ଟି ସାରିଲା ପରେ ରଖିଥିବା ଅଦା ଆଉ ଯେଉଁ କଞ୍ଚା ଲଙ୍କା ସିଝେଇଥିଲେ ତାକୁ ଟିକେ ଭଲସେ କୁଟି ନେଇ ସାରିଲା ପରେ ଆମେମାନେ କଡ଼େଇରେ ତେଲ ପକେଇଲେ, ଜିରା ପକେଇଲେ, ତାପରେ ରଖିଥିବା ଅଦା ଆଉ ଲଙ୍କାକୁ ଭଲସେ ତାକୁ କୁଟିଥିଲେ ତାକୁ ପକେଇଦେଲେ। ତାପରେ ରଖିଥିବା ଯେଉଁ ପାଉଡ଼ର ମସଲା ଥିଲା ତାକୁ ତା ଦେହରେ ପକେଇଦେଲେ। ଦେନ୍ ବିଲାତି ଅପସନାଲ୍ ଆପଣ ପକେଇବା ଚାହିଁଲେ ପକେଇ ପାରିବେ, ନହେଲେ ନାହିଁ। ତ ଟିକେ ଆଳୁ ଚକଟିନା ତା ଦେହରେ ପକେଇଦେବେ, କ'ଣ ଆସିବ ନା ଗ୍ରେଭି ଭଲ ଆସିବ। ଆମର ମସଲା ଏବେ କଷି ହେଇସାରିଲାଣି। ଏବେ ଯେଉଁ ଆମେମାନେ ସିଝେଇକି ରଖିଥିଲେ ଆଳୁ ତାକୁ ତା ଦେହରେ ପକେଇକିନା ଭଲସେ ତାକୁ ଗୋଳେଇ ଦେବା। ଆପଣଙ୍କ ଇଚ୍ଛା ହିସାବରେ ଆପଣ ପାଣି ଦେବେ। ପାଣି ଦେଇ ସାରିଲା ପରେ ସ୍ୱାଦ ଅନୁସାରେ ଆପଣ ଲୁଣ ଦେବେ। ଲୁଣ ଦେଇକିନା ତାକୁ ଭଲସେ ଗୋଳେଇ ଦେବେ। ହେଇଗଲା ଆମ କାର୍ତ୍ତିକ ମାସରେ ବିନା ପିଆଜ ରସୁଣରେ ତରକାରୀ। ଥ୍ୟାଙ୍କ ୟୁ।